ବଦଳେଇ ପାରିବେ, ମୋ ସ୍ତ୍ରୀ ପିଲା ମୋ ଇଏ ବଦଳେଇବେ, ତାର ସାଙ୍ଗେ ଦେଖ ସାଇ ପଡ଼ିଶା ଲୋକ କାଇଟା କରବା ସେ ବଢ଼ିଆ ଜିନିଷ ଗୋଟେ, ହଁ ଆମେ ଭିଡ଼ିବୁ ନା। ଏବେ ଗଣେଶ ପୂଜା ହେଉଛି, ତମର ଅଷ୍ଟପ୍ରହରୀ କଲ ଏ ପାଖ ଖଣ୍ଡମଣ୍ଡଳ ମୋର ଜାଣିବାରେ ମୁଁ ଯାହା ଯାଇକି ଯେଉଁ ଘଣ୍ଟାଟିଏ 2 ଘଣ୍ଟା ଛଟା ଗୁଡ଼ା ରହିଲି ସେମିତି ଅଷ୍ଟପ୍ରହରୀ କିଛି ହେଇନି। ଏତେ ସୁନ୍ଦର ଭାବରେ ତାପରେ ସେ ଖାଇବା ତମର ରୀତିନୀତି ଚାଲିଚଳନ ବହୁତ ଖୁସି ଲାଗିଲା, ଏତେ ସୁନ୍ଦର ଯେଉଁ ସେ ଝିଅମାନେ ସେ ଭାଇମାନେ ଏତେ ସୁନ୍ଦର ତାମାନେ ତା ପରିଚାଳନା କେତେ ସୁନ୍ଦର। ସେ ଯାକ କ'ଣ ସେ ଯାକ ଦୈବିକ କୃପା, ତମେ କିଛି ନୁହଁ ସେଠି କରେଇବାରକୁ ସେ କରେଇଲା। ଦେଖ କ'ଣ ପାଇଁ କରେଇଲା, ମୁଣ୍ଡରେ ଏ ଯେଉଁ ଏଇଟା ମଣିଷର ଗୋଟେ ଶରୀର, ଏଇଟା ହେଉଛି ମନ୍ଦିର, ଏ ଭିତରେ ଯେଉଁ ଦେବାତ୍ମା ଗୋଟେ ପ୍ରତ୍ୟେକ ଶରୀର ଗୋଟେ ଆତ୍ମା ଅଛି ନା, ସେଇଟା ହିଁ ଦେବଶକ୍ତି। ତାକୁ ଆମେ ତା ମୁଖ୍ୟ ଦେବଶକ୍ତି ସହିତ ଯୋଡ଼ି ଦେବାର ଅଛି, ଭଗବାନଙ୍କ ସାଙ୍ଗରେ ଯୋଡ଼ି ଦେବାର ଅଛି। ତେବେ ଦେଖି ଦେଖ ଦୀପକୁ ଆମେ ଗୁଣ୍ଡ ଲଗାଇବାର ଅଛି, ଦୀପ ଏଇଠି ରଖିଦେବା, ନିଆଁ ଏଇଠି ଥିବ, ଜଳ ଜଳବ କି ତାକୁ ଆମେ ଯୋଡ଼ିବାର ଅଛି ନାଇକି। ଦୀପକୁ ଦୀପ ଯୋଡ଼େଇ ଦେଲେ ସେ ଇଏ ହେଉଛି। ଗୋଟେ ଦୀପ ଅଛି ଆଉ ଗୋଟେ ଦୀପ ତାକୁ ଯୋଡ଼େ, ଆଉ ଗୋଟେ ଦୀପ ଲଗାଇଲେ ଆଉ ଗୋଟେ, ଆମେ ସେମିତି ସମସ୍ତେ ଗୋଟେ ଗୋଟେ ଦୀପ ଆମେ ଯେତେବେଳେ ଯୋଡ଼ି ହେବା, ବିଚିତ୍ର ନୁହେଁ ଗୋଟେ ଗାଁ ବଦଳେଇବାଟା କି ଗୋଟେ ସହର ବଦଳେଇବା, ଗୋଟେ ଦେଶକୁ ବଦଳେଇବା। ବର୍ତ୍ତମାନ ଆମର 25 କୋଟି ଗାୟତ୍ରୀ ପରିବାର ହେଲେଣି, ଖାଲି ଭାରତରେ ନାହିଁ ସାରା ବିଶ୍ୱରେ, ଅଷ୍ଟ୍ରେଲିଆରେ, ଇଂଲଣ୍ଡରେ ଯେତିକି ଖ୍ରୀଷ୍ଟିଆନ ମାନେ ସେମାନେ ସବୁ ହିନ୍ଦୁ ହେଇଯାଉଛନ୍ତି ଏବେ। ହଁ ସବୁ ସନାତନ ଧର୍ମକୁ ଆବରିଲେଣି। କେମିତି ହେଉଛନ୍ତି ଆମର ହିନ୍ଦୁ ମାନେ ଖ୍ରୀଷ୍ଟିଆନ ହେଉଛନ୍ତି। ଯାହା ଅସୁର ମାନେ କୋଉଠି ଥିଲେ, ଯୋଉଠି ଦେବତା ମାନଙ୍କର ଜନ୍ମ, ଯୋଉଠି ଦେବତା ମାନଙ୍କର ବାସସ୍ଥାନ, ସେଠି ଅସୁର ମାନେ ଥିଲେ ନା ନାଇଁ। ରାମ ମହାପ୍ରଭୁ କୋଉଠି ଜନ୍ମ ହୋଇଥିଲେ, ଅଯୋଧ୍ୟାରେ। ବନବାସ କୋଉଠି କଲେ, ଇଏ ଆମର ଇଏ ଏରିଆରେ ତ କରିଥିଲେ। ଅସୁର ମାନେ କୋଉଠି ଥିଲେ, ଏଠି ଥିଲେ ନା ନାଇଁ। ତ ଅସୁର ମାନଙ୍କୁ ବିନାଶ କିଏ କରିଥିଲା, ଭଗବାନ କରିଥିଲେ। ସେମିତି ଏଠି ଆମର ଆସୁରିକ ଶକ୍ତି, ଯେହେତୁ ଏଇଟା ଦେବଭୂମି, ଏଠି ହିଁ ଆସୁରିକ ଶକ୍ତି ବେଶୀ ରହିବ। ଲୋକ ସେଠି ଦେଖ ଖ୍ରୀଷ୍ଟିଆନ ମାନେ ସେମାନେ ବଦଳି ଯାଉଛନ୍ତି, ଧର୍ମ ଛାଡ଼ିକରି ହିନ୍ଦୁ ଧର୍ମକୁ ବାଇ ଆଇଲେଣି। ଏବେ ପଠାଣ ମାନେ ତମର ଏବେ ଯେଉଁ ଜନ୍ମାଷ୍ଟମୀ ଉତ୍ସବ ଜାଣିଛ, ଟିଭିରେ ଦେଖିଛ କ'ଣ, ସେମାନେ ଜନ୍ମାଷ୍ଟମୀ ପାଳନ ହରେ କୃଷ୍ଣ ହରେ ରାମ କୃଷ୍ଣ କୃଷ୍ଣ ହରେ ହରେ ଚଲେଇଛନ୍ତି ସେମାନେ। କେମିତି ପରିବର୍ତ୍ତନ ହେଉଛନ୍ତି, ମାତ୍ର ଆମେ ପୂର୍ବପୁରୁଷରୁ ଆମେ ସେ ହିନ୍ଦୁ ଧର୍ମରେ ଜନ୍ମ ହେଇଛୁ, ହିନ୍ଦୁ ଦେବାଦେବୀଙ୍କୁ ପୂଜା କରୁଛୁ, ସବୁ କରୁଛୁ, ମାତ୍ର ଆମେ ବଦଳୁନୁ। ସେମାନେ ଆସିକି ଆମର ଜାଗା ଧରିଦେବେ, ମାତ୍ର ଆମେ ମାଟିରେ ମିଶିଯିବା କି ନାହିଁ। ଆମେ ଯଦି ଆମର ପରମ୍ପରାକୁ ବଞ୍ଚାଇ ପାରିବା ନାହିଁ, ଆମେ ଯଦି ଆସୁରିକ ପ୍ରବୃତ୍ତି କରିବା, ଅଧା ଦିନେ ମରିବା, ମରୁଛନ୍ତି ବି କି ନାହିଁ। ଭଞ୍ଜା ଦାଉସାହି ପିଲାମାନେ କାଇଟା ହେଲେ, ଦାଉସାହିରେ କେତେ ପରା ପିଲା ଥିଲେ, ଯେତିକି ଭେଣ୍ଡିଆ ପିଲା, କ'ଣ ମଦ କୁକୁଡ଼ା ଖାଇ ଅଧା ଦିନେ ମରୁଛନ୍ତି। ଭେଣ୍ଡିଆ ପିଲାମାନେ ମରୁଛନ୍ତି, ଜାଣିଛ ସମସ୍ତେ, ଜାଣିଛ କି ନାହିଁ। କେମିତି ସେଇଟା ଏମିତି ହବ ବୋଲେ, ଆଜି ତମେ ମଦ ମାଂସ ଖାଇଲ, ତ ପୂର୍ବ ଜନ୍ମର ପୁଣ୍ୟ ଥିବ, ସେ ଆସିକି ରକ୍ଷା କରିବ। କାଲି କୁକୁଡ଼ା ମାରିବ, ପୂର୍ବ ଜନ୍ମର ପୁଣ୍ୟ ଥିବ, ଆସିକି ରକ୍ଷା କରିବ। ଯଦି ଇ ଜନ୍ମର ପୁଣ୍ୟ ସେ ଜନ୍ମର ପୁଣ୍ୟ ଖତମ ହେଇଗଲା ତ ବ୍ଲାଷ୍ଟ ଭଗବାନ ସରିଗଲା ତାର। ଆର୍ ତମେ କହିଲ ସେ ଇଏଟା ଭଗବାନର, ଯଦି ଆଜି ତମେ ଧର୍ମ କାର୍ଯ୍ୟ କରିବ ତ ପୁଣ୍ୟ କାର୍ଯ୍ୟ କରିବ, ତ ଭଗବାନ ଏ ଲୋକର ଯେତିକି ଇଏ କ'ଣ ବୋଲେ ତୁ ପାପ ଥିବ, ପାପ ଖଣ୍ଡନ କରିବ, ସେ ତାକୁ ଝାଁ ପଠାଇବ। ଯେତିକି ବେଳେ ସେ ପ୍ରାରବ୍ଧ କର୍ମର ଯେତିକି ଖରାପ କର୍ମ ଥିବ, ସବୁ ଆମ ସରିଗଲା ପରେ ଆମର ଧର୍ମଟା ବଢିଥିବ ବୋଲେ ବଢିଯିବ, ଆକୁ ବଢିବା ନିଶ୍ଚିତ ବଢିବା, ଭଲ ହେଇଯିବ, ପ୍ରକାଶିତ ହବ। ସେ ପାପ ଆମେ ସମସ୍ତେ କରୁଛେ, ଜାଣେ ଅଜାଣରେ ବି କରୁଛେ, ଚାଲି ଯାଉଛୁ ମାରି ଦଉଛେ କି ନାହିଁ, ମାଟି କିଡ଼ା ପକଉକି ମାରି ଦଉଛୁ, ଜାଣେ ଅଜାଣରେ ବି କରୁଛୁ। ଆଜି ମାମା ରାମ ନାମ ଧରା ହବ, ତାରପରେ କାଲି କୁକୁଡ଼ା ମରା ହବ ବୋଲେ ତ ସେଟା ନାମା ଅପରାଧ ହବ, ପୁରା ବେଶୀ ବଡ଼ ଅପରାଧ ହେଲା। ଆଜି ଦୀକ୍ଷା ନେଇଛୁ ଆମେ, ବାକି କାଲିକୁ ମଦ ମାଂସ ଖାଇବୁ ବୋଲେ ସେଟା ଗୁରୁ ଅପରାଧ ହବ, ସେ ଅପରାଧ ଯାକ। ତ ସେ ଭ୍ରଷ୍ଟାଚାର ସେତେବେଳେ ସେ ଯେଉଁ ପାପ ଥିବ, ପୂର୍ବଜନ୍ମ ଆମେ କିଛି ପାପ ନିଶ୍ଚିତ ଭାବରେ କରିଥିବା, ପାପ ଥିବା ସେଟା ପୁଣି ଯେବେ ବି ଭୋଗିବ ହିଁ ଭୋଗିବ। ଏଇଟା ରିସେଣ୍ଟଲି ମୁଁ ଗୋଟେ ଛାଡ଼ିଥିଲି, ଦେଖିଛ ମାମା, ସେଟା ଯୋଉଟା ଗଜା ହେଇଥିବ ସେଟା ଆକା ଭୋଗି ହବ, ଯୋଉଟା ଗଜା ହେଇନଥିବ ସେଟାକୁ ଭସ୍ମ କରିବ ନା। ଏବେ ଯୋଉ ତମର ଗୁରୁ ଦୀକ୍ଷା ଆମେ ତ ନେଇନୁ ଦୀକ୍ଷା, ବାକି ଯୋଉଟା ଦୀକ୍ଷା ନେଇଛନ୍ତି ଆପଣ ସବୁ ନେଇଛ, ତ ଯୋଉ ମନ୍ତ୍ର ଗୁରୁ ଦେଇଛନ୍ତି ସେ ମନ୍ତ୍ର ଆକା ଭସ୍ମ କରିବ। ଯୋଉଟା ଗଜା ହେଇଛି ସେଟାକୁ କରିପାରିବେ ନାହିଁ, ସେଟା ଭୋଗବାକୁ ପଡ଼ିବ। ତାର ଯାହାର ଗୋଟେ ସମୟ ଥାଉଛି କି ନାହିଁ। ଏବେ ଧାନ ବୁଣିଲେ ଆଜି ବୁଣିଲେ କାଲି ବାହାରୁଛି କି, ତା ପାଇଁ ସମୟ ରହୁଛି ନା। ତାର ପାଣି ପବନ ତାକୁ ଯେତିକି ଟେମ୍ପରେଚର ଯାହା ଯେତିକି ଦରକାର ସେତିକି ଦରକାର ହେଲେ ଆଗ ସେ ବାହାରୁଛି କି ନାହିଁ। ସେ ତ ବାହାରିଲା ବୋଲେ ଗଛ ଗୁଡ଼ା ବାହାରି ପଡ଼ିଲା ବୋଲେ
ଯେତେବେଳେ ତାର ଉପରେ କିଛି ଖରାପ ପ୍ରଭାବ ପଡ଼ିଲା ବେଳେ ସେ ଗଛ ମରିଯାଉଛି, ନହେଲେ ଖରା ପୁଷା ତାତି ଖରା ପାଇକରି ଧର୍ଷକଳେ ବି ଉଠୁଛି କି ନାହିଁ। ସେମିତି ଏକା ଆମର ବି ପାପ ଯେଉଁ ଅଛି ତାର ଯେତେବେଳେ ସମୟ ଯେଉଁ ସମୟରେ ଆମେ ସେ ପାପ କରୁଛେ ସେ ସମୟରେ ସେ ବାହାରିବ। ବାହାରିଲେ ଆମର ଯଦି ସେ ସମୟରେ ଯେଉଁ ପାପଟା ଆମର ଉଦ୍ରେକ ହେବ ସେ ସମୟରେ ଯଦି ଆମର କିଛି ପୁଣ୍ୟକର୍ମ ଅଛି ତାକୁ ଦମନ କରିପାରିବ। ଯଦି ଆମେ ସେ ଭିତରେ ଆজ ଯଦି ପାପ କର୍ମ ହିଁ କରିଲେ ସେଟା ତ ଅଟୋମେଟିକ୍ ଇଏ ହେବ, ଯାହା ହେବା କଥା ଫ୍ରଷ୍ଟ ହେବ। ବାବୁ ଭଞ୍ଜା କହିଲା ଭଳିଆ ବୋଲେ ସେ ବିନାଶ ହେବାଟା ସୁନିଶ୍ଚିତ। এই বিষয়ে ଏବେ ମୁଁ ଛାଡ଼ିଛି ଗୋଟେ ଦେଖିଲ ଜଣେ ଆମର ଗାଁରେ ସ୍ପଟ୍ ହେଲା। ହଁ ତ ଅତ୍ୟାଧିକ ମଦ ମାଂସ ଖାଇଲେ ତାର ଅକାଳ ମୃତ୍ୟୁ ହବ ଆକା ନା? ବାଧ୍ୟ। କାହିଁକି ବୋଲେ ତାଙ୍କର ପୂର୍ବ ଜନ୍ମର ଫଳ ଇଏ ସେମିତି ଥିବ। ଅଛି। ହଁ ତ ଇ ଜନ୍ମର ପାପ ଇ ଜନ୍ମର ପାପ ସେ ଜନ୍ମର ପାପ ପାପ କ'ଣ ହବ ଆଉ ବେଶୀ ସେ ମରବ ଆକା ନା ସିଏ ବାଧ୍ୟ। ଭଗବାନ ତାକୁ ବାଧ୍ୟ। ନେବେ ଆକା। ବାଧ୍ୟରେ ହେଲା ସେଟା ରହିବ। ସେଟା ସମୟ ଆସିଲେ ଯିଏ ଯେଉଁ କର୍ମ କରିছে ଆମେ ସେଟା ଫଳିବାଟେ ଫଳିବ। ଆ ବିଷୟରେ ମୁଁ ଗୋଟେ ଛାଡ଼ିଛି, ଦେଖିଲ କି? ଦେଖ ସେଠି ଗୋଟେ ଛାଡ଼ିଛି ରିଏଲ ଘଟଣା, ସତ ଘଟଣା। ସେ ନିଜେ କହୁଛି, କାହିଁ ଇଏ ଟିକେ କାଟ ସେଟା ଯେଉଁ ଛାଡ଼ିଛି ବୋଲି। ହଁ ସେଟା ହେଲା ସେଟା ଦେଖିବ ହେଲା। ସେ ଯେଉଁ କର୍ମ କରିଛି ନାଇଁ କି ଏଇ ଜନ୍ମରେ ସେ ପୂର୍ବ ଜନ୍ମରେ ପୁଣ୍ୟ କରିଥିଲା, କିଛି ପୁଣ୍ୟ କରିଛି। ଗୋଟେ ଏମିତି ଏକା ଆମେ ଯେଉଁ ବର୍ତ୍ତମାନ ଗୁରୁଙ୍କର ସେବା କରୁଛେ ସେ ସେମିତି ଗୋଟେ ଗୁରୁଙ୍କର ସେବା କରିଥିଲା, ଯାହାର ଫଳରେ କି ତମେ ଏଇ ଜନ୍ମରେ ତାକୁ କେଡ଼େ ବଡ଼ ବଡ଼ ବିପଦରୁ ସେ ବାହାରିଛି ସେ ନିଜେ କହିଛି। ତାପରେ ସେ ତାମାନେ ଜିଅନ୍ତା ଗୋଟେ ଲୋକ, ତମେ ଜିଅନ୍ତା କେବେ କୁକୁଡ଼ାକୁ ମାରିଲଣି ପାଣି ଚବଲିକିରି? ମରା ହଉଛି ନା? ଜିଅନ୍ତା କୁକୁଡ଼ାକୁ ମାରିକିରି ମରଲା ପରେ ତୁ ବୁଡ଼ଉଛ, ସେ ଜିଅନ୍ତା ବୁଡ଼ଉଥିଲା ବୁଲେଇକା କାଢ଼ିକି। ତାର ପାଇଁ ସେ କ'ଣ କ'ଣ ଏଇ ଜନ୍ମରେ ସେ କ'ଣ ଭୋଗିଛି ସେ ନିଜେ କହୁଛି ପାଟିରେ। ବ୍ରହ୍ମପୁରର ଲୋକଟା, ସତ ଘଟଣା ଏଇଟା ଛାଡ଼ିଛି ମୁଁ ଦେଖିବ ସେଠି ହେଲା। କହୁଛି ସେ ନିଜେ ଆଜି ସେ ମହା କୃଷ୍ଣ ଭକ୍ତ ହେଇଯାଇଛି ହେଲା। କ'ଣଟା ସେଟା ଆମର କହିବେ ଇଏରେ ଇସ୍କନରେ ମିଶି ଯାଇଛି। ଆଉ ଦେଖିଲ ନା ଛାଡ଼ିଛି ରିଏଲ ଘଟଣା। ତେଣୁ ଏଇ ଯେଉଁ ଜାଗାରେ ପଣ୍ଡିତ ଶ୍ରୀରାମ ଶର୍ମାଙ୍କର ଭଳିଆ ଗୁରୁ ଆମେ ଏଇ ଜନ୍ମରେ ପାଇବାଟା ବହୁତ କମ୍ ଲୋକଙ୍କର ଭାଗ୍ୟ ରହିବ। ଆଉ ସେମାନେ ସେ ସେମିତି ଲୋକ ନହେଲେ ତାଙ୍କର ଇଏରେ ସେ ପହଞ୍ଚି ପାରିବେନି, ଚାହିଁଲେ ବି ପହଞ୍ଚି ପାରିବେନି। ସେଠି ଆସୁଛି କରି ବାଟରେ ଅଟକି ଯିବ, ସିନା ଆସିବନି। ଏଇଟା ଆମର 30 ବର୍ଷର ମୋର ଅଭିଜ୍ଞତା ହେଲା। ଯଦି ସେ ତାର ଅଂଶ ଯଦି ନିଶ୍ଚିତ ଭାବରେ ଅଛି ବୋଲେ ତୁମକୁ ଡାକିଦେଲେ ବି ପଳାଇବ, ନହେଲେ ଯାଇପାରୁନା କିନ୍ତୁ ବୋଲେ ତୁମକୁ କୁଆଡ଼େ ଗୋଟେ ଜୁଟେଇ ଦେବ। ଏମିତି ଗୁରୁଦେବଙ୍କର ବେଶୀ ଘଟଣା ଅଛି ହେଲା, ବହୁତ କିଛି ଘଟଣା ଅଛି। ଗୁରୁଦେବ ପୋଷ୍ଟମ୍ୟାନ୍। ହଁ ସେ ତ ପୋଷ୍ଟମ୍ୟାନ୍ ଆଉ ଜାଣିବା କଥା। ଭଗବାନ ପରମ ବ୍ରହ୍ମ ଯେ ରହିଲେ ସେ ତ ରହିଲେ ତାଙ୍କର ପ୍ରତିନିଧି ନା, କିନ୍ତୁ ଆଙ୍କର ମାଧ୍ୟମରେ। ତେଣୁକରି ଗୁରୁଙ୍କୁ ହିଁ ଅଗ୍ରାଧି, ଭଗବାନଙ୍କୁ ପଛେ ପୁଣି ପୂଜା, ଗୁରୁଙ୍କର ପୂଜା ଆଗରେ ହେଲା। ଯେହେତୁ ସେ ତାଙ୍କର ଆଗେ ଆମେ ଯଦି କଲେକ୍ଟର ପାଖକୁ ଯିବା ବାଟେ କିଏ ବସିରେସି? ନନ୍ଦୀ ବାବୁ ବସିରେସି, ବାବୁ କହ ନା ଆଗେ ପଚାରଛି କି ନାହିଁ? ଯଦି ଭଲ ଲୋକ ଟିକେ ଜଗ ଭାଇ ବସେ କହିଦେଉଛି, ଚିଠି ଗୋଟେ ପଠେଇଦେଉଛି କଲେକ୍ଟର ପାଖେ ମିଶିଲା, ହଁ ଯା। আর খন্ডে গেলে কেন যাবি না আলে আম ଏବେ ଟାଇମ୍ ନାହିଁ କେତେ ବେଶ ବୋଲେ ମୁଣା ପୁରେଇଲେ ଯାଇକି ତାକୁ ହେବ। ସେମିତି ବି ହେଉଛି, ସେଟା ପାପ କରିବା ଲୋକମାନେ କରୁଛନ୍ତି କି ନା, ସେମିତି ବି ହେଉଛି। ଭେଟବା ପାଇଁ ବି ପଇସା ଦେବା, ଲାଭ ଦେଲେ ଯାଇକି ଅଫିସର ସାଙ୍ଗେ ତ ମିଶି ପାରିବ। ଆଉ ନାଇଁ ଭଲ ଲୋକ ବୋଲି ଟିକେ ଜଗ ଭାଇ ବଳବ ଯାଇକି ତାକୁ ଖବର ଦେଇଦେବ, ଆଜ୍ଞା ଏମିତି ଗୋଟେ ଲୋକ ଆସିଛି ପଠେଇ ଦେବି କି ଭିତରେ। ସେମିତି ଗୁରୁଦେବ ହେଉଛନ୍ତି ସେମିତି। ଭଲ ଲୋକ ଭଗବାନଙ୍କ ପାଖକୁ ନେବେ, ଖରାପ ଲୋକ ଯିଏ ଯଦି ମିଛରେ ସେ ଯେଉଁ ଆମର ଇଏ ଖାଇଲା ଭଳିଆ କୋଉଟା ଅମୃତ ଯେଉଁ ପାନ ହେଲା ବେଳକୁ ଦେବତାଙ୍କ ଭିତରେ ରାକ୍ଷସ ଯେଉଁ ଲୁଚିକିରି ଥିଲା ହାତ ଲମ୍ବେଇ ଦେଇ ଖାଇଦେଲା, ସେମିତି ବି ଖାଉଛନ୍ତି କେତେ। ସେଟା ମୁଁ କ'ଣ କରିବି? ଆରେ ଗୁରୁଦେବ ଯେତେବେଳେ ଦେଖୁଛନ୍ତି ହଁ ତୁ କି ବାବୁ ହେଲା ସରିଲା ତା ଏମିତି ହିସାବରେ ପକାଉଛନ୍ତି ତାକୁ, ତାର ସେ ଜୀବନରେ ଉଠି ପାରୁନି। ଏଟା ଆମର ଜୀବନର ଏମିତି କହୁଛି ପରା। 150-200 ଲୋକ ଥିଲୁ, ଆଜି 40-50 ଭିତରେ ଆମେ ରହିଗଲୁ ସୀମିତ। କାହିଁକି? ଏମିତି ଆକା ଯାହାର ପାଖରେ ଗର୍ବ ଅହଙ୍କାର ଆମର ଉପରକୁ ଦେଖାଣି ଗୋଟେ ଥିବ, ଭିତର ବାଟେ ଗୋଟେ ପ୍ରକାର ଥିବ। ସେ ଲୋକମାନଙ୍କୁ ବେଟି ଏମିତି ଠିକିଛନ୍ତି ଯେ ଆଜି ଆମେ ନିଜେ ଆଗେ ଦେଖୁଛେ ନା ନାହିଁ। ତ ମୋର କହିବାର ଉଦ୍ଦେଶ୍ୟ ଗୁରୁଦେବଙ୍କର ଏମିତି ବହୁତ କିଛି କାମ ଆଗକୁ ଆସୁଛି। ଆଉ ଗୁରୁଦେବ ଯେତେବେଳେ ସେ ତାଙ୍କର 14 ବର୍ଷ ବୟସରେ ଯେଉଁ ଅଖଣ୍ଡ ଜ୍ୟୋତି ଜଳେଇଥିଲେ, ଦୀପ ଗୋଟେ ଜଳେଇଥିଲେ 1926 ମସିହାରେ। ତ 2026 ମସିହାକୁ 100 ବର୍ଷ ତାଙ୍କର ହେବ। 100 ବର୍ଷ ହେଲା ସେ ଦୀପ ଜଳୁଛି, ଯାହାକୁ କୁହାହେଉଛି ଅଖଣ୍ଡ ଜ୍ୟୋତି। ଆମେ ସେଟା ଦର୍ଶନ କରିକି ଆସିଛୁ, ଆମର ସୌଭାଗ୍ୟ। ଯଦି ଗୋଟେ ଦୀପ ଯଦି 40 ବର୍ଷ ଜଳିଗଲା ବୋଲେ ତାର ଗୋଟେ ସେ ଦୀପର ଶିଖାରେ ଗୋଟେ ତାମାନେ ଭଗବାନଙ୍କର ଗୋଟେ ଶକ୍ତି ଜାତ ହୋଇଯାଏ। ତାକୁ ଦର୍ଶନ କରିବାର ସୌଭାଗ୍ୟବନ୍ତ ଲୋକଙ୍କୁ ମିଳେ। ସେଠି ହରିଦ୍ୱାର ଆମର ଶାନ୍ତିକୁଞ୍ଜରେ ସେଟା 100 ବର୍ଷ ହେଲା ସେ ଦୀପ ଜଳୁଛି ହେଲା। 100 ବର୍ଷ ହେଲା ଦୀପ ଜଳୁଛି, ଅଖଣ୍ଡ ଜ୍ୟୋତି
ତାଙ୍କର ନାଁ ଦିଆଯାଇଛି ଅଖଣ୍ଡ, ତାମାନେ ଆଉ ସେ ଲିଭେଇବାର ନାହିଁ, 100 ବର୍ଷ ହେଲା ଦିଦି ତାର 100 ବର୍ଷ ହଁ ହଁ ହେଲା, ତାର ସେ ଦୀପ ଜଳେଇବାର 100 ବର୍ଷ। ଏବଂ ମାତାଜୀ ଗୁରୁଦେବଙ୍କର ଯେଉଁ ପତ୍ନୀ ମାତାଜୀ, ଯିଏକି ତାମାନେ ପୂର୍ବ ଜନ୍ମରେ ଗୁରୁଦେବଙ୍କର ସହଧର୍ମିଣୀ ଥିଲେ, ରାମକୃଷ୍ଣ ପରମହଂସଙ୍କର ସମୟରେ ସେ ଯେ କିଏ ତାଙ୍କର ମାଆଙ୍କର ନାଁ ରାମକୃଷ୍ଣଙ୍କର ମାଆଙ୍କର ନାଁ ମାତାଜୀଙ୍କର ହୀରା ଦେବୀ ହୀରାମଣି ନା କ'ଣ ଏମିତି ଗୋଟେ ଅଛି ହେଲା। ସେ ରୂପରେ ସେ ସେତେବେଳେ ଜନ୍ମ ହୋଇଥିଲେ, ରାମକୃଷ୍ଣ ପରମହଂସଙ୍କ ରୂପରେ ଯେତେବେଳେ ଗୁରୁଦେବ ଜନ୍ମ ହୋଇଥିଲେ ସେତେବେଳେ ତାଙ୍କର ସହଧର୍ମିଣୀ ଥିଲେ। ଏଇ ଜନ୍ମରେ ମଧ୍ୟ ସେ ମାତାଜୀଙ୍କ ରୂପରେ ସେ ଗୁରୁଦେବ ମଧ୍ୟ ତାଙ୍କୁ ମାତାଜୀ ହିଁ କହୁଥିଲେ। ତାଙ୍କର ପାଖରେ ତାଙ୍କର ଛୋଟ ଛୋଟ ଲୀଳା ବେଶୀ ବିଚିତ୍ର ଯାକ ଥିଲା, ସେଟା ଆମେ ଧୀରେ ଧୀରେ ଜାଣିବା ଏ ଆଗକୁ ଗଲେ। ତ ସେଭଳିଆ ଲୋକଙ୍କୁ ଆମେ ଗୁରୁ ପାଇଛୁ ଯେତେବେଳେ, ସେଟା ବହୁତ ସୌଭାଗ୍ୟରେ ମିଳେ। ଆଉ ସେ ଗୁରୁଦେବଙ୍କର କାମ, ସେ ଅଖଣ୍ଡ ଜ୍ୟୋତିର 100 ବର୍ଷ ଆଉ ମାତାଜୀଙ୍କର 100 ବର୍ଷ ପାଇଁ ପୁରୁଚି ବୋଲିକିରି ଗୋଟେ ବିରାଟ ଆୟୋଜନ ହେଉଛି, ଯେଉଁଟାକି ଆମର 2011ରେ ହେଇଥିଲା ଗୁରୁଦେବଙ୍କର ଜନ୍ମ ଶତାବ୍ଦୀ ବୋଲି ହରିଦ୍ୱାରରେ ଗୋଟେ କୁମ୍ଭ ମେଳା ଭଳିଆ ହେଇଥିଲା। ଲକ୍ଷ ଲକ୍ଷ ଲୋକ, ତମର ଖାଲି ଭାରତର ଲୋକ ନାହିଁ, ପ୍ରତ୍ୟେକ ଜିଲ୍ଲାରୁ ଲୋକ, ପ୍ରତ୍ୟେକ ଓଡ଼ିଶାର ଲୋକ ଯିବେ, ୟୁପିରେ ସବୁ, ଯାହାର ତାର ଅଲଗା ଅଲଗା ସବୁ ହେଇଥିଲା ସେତେବେଳେ ହେଲା। ଆମର ମୈଦଲପୁର ଆମେ 2 ଜଣ ଯାଇଥିଲୁ, ଆମର ଗୁଡ଼ାଗୁଡ଼ି 2 ଗୁଡ଼ାଗୁଡ଼ି, ଆମେ 2 ଗୁଡ଼ାଗୁଡ଼ି ଯାଇଥିଲୁ ଆମର ଏଇଠୁ। ଆଉ ସେଠି ଗୋଟେ ବିରାଟ ଆୟୋଜନ ହେଇଥିଲା, ଗଙ୍ଗା ନଦୀ ମଝିରେ, ଚାରିଆଡ଼େ ନଦୀ ମଝିରେ ଗୋଟେ ଟାପୁ ଭଳିଆ ଅଛି ହେଲା, ଗୋଟେ ଉଚ୍ଚା ଢେପ ଜାଗା ଅଛି, ସେଠି ଚାରିଆଡ଼େ ନଦୀ, ତାକୁ ଟେମ୍ପୋରାରୀ ପୋଲିଆ ବନେଇକରି ସେ ନଦୀ ମଝିରେ ସେ ହୋମ ଯଜ୍ଞ ଚାଲିଥିଲା। 1551 କୁଣ୍ଡିଆ ଯଜ୍ଞ ହେଇଥିଲା। ଆଉ ଏବେ ମଧ୍ୟ ସେଇଭଳିଆ ଆୟୋଜନ ହେବ ହେଲା। ଆଉ ସେଥିପାଇଁ ସେଦିନ ଆମର ବିଚାର ହେଇଥିଲା ଜିଲ୍ଲା ମିଟିଂରେ ଯେ ଆମର ସେଠି ଭୋଜନାଳୟ କରାହେଇଥିଲା, ଜଗନ୍ନାଥ ଭୋଜନାଳୟ, ମହାପ୍ରଭୁ ଭୋଜନାଳୟ, ଜଗନ୍ନାଥ ଭୋଜନାଳୟ। ପ୍ରତ୍ୟେକ ଜିଲ୍ଲାର ପ୍ରତ୍ୟେକ ଷ୍ଟେଟ୍ର ସେମିତି ଏମ୍ପିର ସେଠି ଗୋଟେ ଭୋଜନାଳୟ ଅଲଗା ହେଇଥିଲା। ଯାହା ଯେମିତି ତେଲୁଗୁ ମାନେ ଆମର ଭାତ କେ ନାଇଁ ଖାଅ ନା, ତାଙ୍କର ତ ଚାରୁ ପାଣି କିସ୍କିଟା, ତାଙ୍କର ଖାନା ତାଙ୍କର ଆନ୍ଧ୍ରା ବାଟର ଅଲଗା, ତାମିଲନାଡୁର ଅଲଗା, ସବୁ ରାଜ୍ୟର ସେମିତି ଅଲଗା ଅଲଗା ଭୋଜନାଳୟ ହେଇଥିଲା ହେଲା। ବିରାଟ ଆୟୋଜନ ହେଇଥିଲା, ତାମାନେ ତାର ପାଇଁ ଗୋଟେ ଗୋଟେ ସାହି ତିଆରି ହେଇଥିଲା। ଓଡ଼ିଶା ପାଇଁ ଗୋଟେ ବିରାଟ ଗାଁ ତିଆରି ହେଇଥିଲା। ସେଠି ପାଖାପାଖି 100-150 ଟେଣ୍ଟ, ଗୋଟେ ଗୋଟେ ଟେଣ୍ଟରେ ପାଖାପାଖି 100-150 ଲୋକ ସବୁ ରହିପାରିବେ, ଶୋଇପାରିବେ। ସେମିତି ବଡ଼ ବଡ଼ ଟେଣ୍ଟ ମାନେ ଲାଗିକିରି 50ଟା 100ଟା ତାର ଧରିକିରି ଲାଗିଥିଲା, 100-150 ପର୍ଯ୍ୟନ୍ତ ବି ଟେଣ୍ଟ ମାନେ ଲାଗିଥିଲା। ଯେଉଁ ଷ୍ଟେଟ୍ର ଲୋକ ସେଠି ରହିବେ, ତାଙ୍କର ଖାନା ପିନା ସେଠି ହେବ। ଚାଉଳ ଯେଉଁ ଗଦା ହେଇଥିଲା ଏଇ ଘର କିଛି ନୁହଁ, 10 ଟଙ୍କା 20 ଟଙ୍କା 30 ଟଙ୍କା ଲେଖା ଚାଉଳ ଏମିତି ଗଦା ହେଇଥିବାର, ପନିପରିବା ସବୁ ସେ ଛାତକୁ ଲାଗିଥିବା, ସେ ସବୁ ଏମିତି ବିରାଟ ଆୟୋଜନ ହେଇକିରି ହେଇଥିଲା ସେଠି ହେଲା ମହାପୂର୍ଣ୍ଣାହୁତିରେ। ତ ବର୍ତ୍ତମାନ ଜନ୍ମ ଶତାବ୍ଦୀରେ ମଧ୍ୟ ସେଇଭଳିଆ ଆୟୋଜନ ହେବ। ସେଟା ପାଇଁ ଶାନ୍ତିକେନ୍ଦ୍ର ଓଡ଼ିଶା ଟୋଲି ପୁରା ବୁଲୁଥିଲେ। ଏବେ ସେଥିପାଇଁ ସେଦିନ ଯେଉଁ ଆମେ ମିଟିଂ କହିଲୁ ନା କି, ଯେଉଁ ଯାଇଥିଲେ ଦେଖିଲ କି ନାହିଁ, ସେ ବିଷୟରେ ଯେଉଁ ଚର୍ଚ୍ଚା ହେଉଥିଲା ଯେ ଆମେ କରିବା କି ନାହିଁ ଏ ବର୍ଷ, ଏଥର ଓଡ଼ିଶାର ଖାନା, ତ ଖାନା ପାଇଁ ବ୍ୟବସ୍ଥା କରାହେବ। ତା ପାଇଁ କିଏ କ'ଣ ଅନୁଦାନ ଦେବ ହେଇଛି, ଯେଉଁ ଶ୍ରଦ୍ଧାଳୁମାନେ ସମସ୍ତେ କିଏ କିଏ ଆମର ଭାଇମାନେ ବି କହିଛନ୍ତି ଯେ କିଏ କେତେ ଦେବେ, ସେମିତି ସେଟା ଯାକ କ'ଣ ପୁଣ୍ୟ କାମ ଯାକ ସେଠି କିଛି ଲାଗିବ ବୋଲେ ସେଟା ଲକ୍ଷ ଲକ୍ଷ ଲୋକ ଯେଉଁ ଖାଇବେ। ତୁମେ ଦେଖିଲେ କୁମ୍ଭମେଳା ଯେଉଁ ଦେଖିଛ ବୋଲେ ଜାଣିଛ, କୁମ୍ଭମେଳା ଭଳିଆ ଲୋକ ହୁଅନ୍ତି ସେଠି ହେଲା। ପୁଲିସ ତୁମେ କେଉଁଠି ଦେଖିପାରିବ ନାହିଁ, ଗୋଟେ ମଧ୍ୟ ପୁଲିସ କେଉଁଠି ଦେଖିପାରିବ, ଖାଲି ଟ୍ରାଫିକ୍ ଜାଗାରେ ପୁଲିସ ଦେଖିବ। ସବୁଠି ଆମର ପରିବାର ଲୋକ ହିଁ ଠେଙ୍ଗା ଧରିକି ଥିବେ, ସବୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ସବୁରେ ଥିବେ। ତାକୁ ବିନା ପୁଲିସରେ ଏ ଲକ୍ଷ ଲକ୍ଷ ଲୋକଙ୍କୁ କଣ୍ଟ୍ରୋଲ କରିବାଟା ସେଟା ଦୈବୀ ଶକ୍ତି ନାହିଁ ତ କ'ଣ ବୋଲିବା ହେଲା। ସେସବୁ ଆୟୋଜନ ତ ଆଗକୁ ଅଛି। ସେଟା ଏବେ ଆମର ଜାନୁଆରୀରେ ଯିବେ। ଯେଉଁମାନେ ଯଦି ସାଧନା କରିବାକୁ ଚାହୁଁଛନ୍ତି, ନବରାତ୍ରିରୁ ଷ୍ଟାର୍ଟ କର 40 ଦିନିଆ ଯେଉଁମାନେ ସାଧନା କରିବେ ସେମାନଙ୍କୁ ଏଲାଉ ହେବ, ସାଧକ କେବଳ ଯିବେ। ସେଠି ଗୋଟେ କେତେ ଦିନିଆ ପ୍ରୋଗ୍ରାମ୍ ଅଛି, ସେମାନେ ସେଠି ଯାଇକି ସାଧନା କରିବେ ଏ ଯେଉଁ ଆଗକୁ କାର୍ଯ୍ୟକ୍ରମ ଯେଉଁ ସଫଳ ହେବା ପାଇଁ ହେଲା। 40 ଦିନିଆ ଯେଉଁମାନେ କରିଛନ୍ତି ସେମାନେ ହିଁ ତାଙ୍କୁ ହିଁ ଏଲାଉ ହେବ ସେଠି। ସେଠୁ ଆମର ଓଡ଼ିଶା, ଆମର ଏଠୁ ପ୍ରତ୍ୟେକ ଷ୍ଟେଟ୍ରୁ 50-50 ଲୋକ ଦେବେ, ପ୍ରତ୍ୟେକ ଜିଲ୍ଲାରୁ 50 ଲୋକ ଯିବେ। ଯେଉଁମାନେ ଯଦି ଯିବାକୁ ଚାହୁଁଛନ୍ତି, ଯଦି ଚାହିଁବ ସାଧନା ଆରମ୍ଭ କର। ଆଉ କେମିତି କରାହେବ ତାର ବି ପ୍ରତିଶ୍ରୁତି ତାର ବି ଅଛି, ବିଭିନ୍ନ ପ୍ରକାରିଆ ଆମେ ବତେଇଦେବୁ ହେଲା। ସେମାନଙ୍କୁ ହିଁ ସେଠି ଏଲାଉ ହେବ। କେଉଁଟା ଜାନୁଆରୀ ମାସରେ ଯିବେ, ପ୍ରତି ଜିଲ୍ଲାରୁ 50-50 ଲୋକ ଯିବେ ସେଠି। ବିରାଟ ଆୟୋଜନ ଗୋଟେ ହେବ, ସେଇଟା 3 ଦିନିଆ ପ୍ରୋଗ୍ରାମ୍ ହେବ ସେଠି, ଯେଉଁଟାକି ତୁମର ଅଖଣ୍ଡ ଜ୍ୟୋତିର ଇଏଟା ବୋଧେ ହେଲା। ଆଉ ମାତାଜୀଙ୍କର ହେବ ଯାଇକି ନଭେମ୍ବରରେ। ତାର ପାଇଁ ଏବେଠୁ ବ୍ୟବସ୍ଥା ଚାଲିବ ବର୍ଷେ ପୂର୍ବରୁ। ଏବେ ଯେଉଁ କୁମ୍ଭମେଳା ଅଛି, ଅର୍ଦ୍ଧ କୁମ୍ଭମେଳା ଅଛି ଆମର ହରିଦ୍ୱାରରେ, ତା ପାଇଁ ବୋଲିକିରି ଆମର ସେଇଟା ଡେଟ୍ ଫିକ୍ସ ହେଇନାହିଁ ଯେ ହରିଦ୍ୱାରରେ କେବେ ହେବ, ସେଇଟା ତା ପାଇଁ ଡେଟ୍ ଫିକ୍ସ ହେବ ହେଇନାହିଁ।
ଅର୍ଦ୍ଧକୁମ୍ଭ ମେଳା ଅଛି, ତେଣୁକରି ତାକୁ ଧରିକି ଡେଟ୍ ଫିକ୍ସ କରାହେବ ହେଲା। ଆଉ ଏଇଟା ହେଲା କଥା ଜିଲ୍ଲାର। ଆଉ କାଲି ଯେଉଁ ମିଟିଂରେ ଆମର ରହିଲା ଯେ ସେଠି ଆମର ଜଣେ ଭଉଣୀ ଥିଲେ କେଉଁଠି ଉମରକୋଟର ଦେବ ପରିବାରର ଆମର ଶାନ୍ତି ଭଉଣୀ ବୋଲି, ସେ ତାଙ୍କର ଏକ୍ସପାୟାର୍ଡ଼ ହେଲା, ତାଙ୍କୁ ଗୋଟେ ଶୋକ ଇଏ କରିବେ। ତାପରେ ସେଠି ନୂଆଖାଇ ଭେଟଘାଟ ବୋଲି ସାରା ଜିଲ୍ଲାର ଆମର ଯେତିକି ପରିବାର ଗାୟତ୍ରୀ ପରିବାରର ଲୋକ ସେଠି ଆମର ଚନ୍ଦନଦରାରେ ଗୋଟେ ସେଠି ଭେଟଘାଟ ହେଇକିରି ସେଠି ଭୋଜି ଭାତ ହେବ, ଗୋଟେ ଗୋଷ୍ଠୀ ହେବ ଏ ବିଷୟରେ ନେଇକିରି ଯେଉଁ ହରିଦ୍ୱାର ଯିବା ବିଷୟରେ ମଧ୍ୟ ଆଲୋଚନା ହେବ। ଯେଉଁମାନେ ଯିବାକୁ ଚାହୁଁଛନ୍ତି ଗୋଟେ ସେମାନେ ନାଁ ଦେଇପାରିବେ, ସେଠି ସେ ବିଷୟରେ ଆଲୋଚନା ହେବ। ଜାନୁଆରୀରେ ଯିବେ ସେଇଟା, ତ ତାର ଆଗରୁ ଆମର ଏଠି ମିଟିଂ ହେବ। ଯେଉଁମାନେ ଯାଇପାରିବେ ଦେଖ ଯିବା ପାଇଁ ବୋଇଲେ ଏଗ୍ରୁଠୁ ହିଁ ପ୍ରିପେୟାର କର। ଆଉ ଏମିତି କଥା। ତାପରେ ରହିଲା ଆମର ଯେଉଁ ସାଙ୍ଗଠାନିକ କାମ ନାଇଁ କି, ସାଙ୍ଗଠାନିକ କାମ ହେଲା ରଥ ଗୋଟେ ଥର ଯାଇକିରି ଆସିଲେଣି ଗଲେଣି, ଆଉ ଥରେ ରଥ ଆସିବେ, ସେଇଟା ପୁନଃ ପ୍ରତ୍ୟାବର୍ତ୍ତନ ହେବ ଯେଉଁଟାକି। ତାପରେ ସାରା ଭାରତରେ ଆମର ଯେତିକି ରଥ ବାହାରିଛନ୍ତି ପାଖାପାଖି କ'ଣ କହୁଥିଲେ କେତେଟା ରଥ? 7ଟା ଗୁଡ଼େ। ଓଡ଼ିଶାରେ ତ 4ଟା ବାହାରିଛି, ଓଡ଼ିଶାର 3ଟା ରଥ, ସବୁ କେତେ 57ଟା କେତେ 75 ରଥ ନା 100 କେତେ ରଥ କ'ଣ ହେଇଛନ୍ତି ସାରା ଭାରତରେ ବାହାରିଛି ସେ ରଥ। ସବୁ ରଥ ଯାଇକିରି ସେ ସମୟରେ ସେଇ ଯେଉଁ ଇଏରେ ସେଠି ଯାଇକିରି ପହଞ୍ଚିବେ, ସେଠି ଗୋଟେ ବିରାଟ ଆୟୋଜନ ହେବ ହେଲା। ଏମିତି ସବୁ କାର୍ଯ୍ୟକ୍ରମ ଯାକ ଅଛି। ଯେଉଁ ରଥ ଆସିଥିଲା 8ଟା ଡିଷ୍ଟ୍ରିକ୍ଟ ପାଇଁ ଆସିଥିଲା, ସେଟା ଓଡ଼ିଶାରେ 3ଟା ରଥ ବାହାରିଛି, 8 3 24, 3ଟା ରଥକୁ 25ଟା ଜିଲ୍ଲାକୁ କରାହେଇଥିଲା ହେଲା। ଏଇ ଯେଉଁ ଆମ ରଥ ଆସିଥିଲା ସେଟା 8ଟା ଜିଲ୍ଲା ପାଇଁ ହେଇଥିଲା। ଆଉ ଏସବୁ ଯାକ ଆଲୋଚନା। ତାପରେ ମୁଁ ଭାବୁଛି ଆମର ସାଧନା ଶକ୍ତି ସମସ୍ତଙ୍କର ତ କମି ଯାଉଛି। ସାଧନା ଶକ୍ତି ପୁରା ଶୂନ। ଆଗକୁ ମହାବିପଦ ଆସୁଛି। ବାରମ୍ବାର ତମ ପତ୍ରିକାରେ ମଧ୍ୟ ବାହାରୁଛି, ପତ୍ରିକା ତ କୁଏ ପଢ଼ିବାର ଇଚ୍ଛା ନାହିଁ, କାହାକୁ ନେବାକୁ ଶ୍ରଦ୍ଧା ନାହିଁ। ଆଜି ଦେଖ କେତେ ବଡ଼ ଭୁଲ ହେଲା, ପତ୍ରିକା ଆସିଛି ଗଲା ମାସର ପଢ଼ିଛି ପତ୍ରିକା, ଏଇ ମାସର ପତ୍ରିକା ଆସିନାହିଁ। ତା କ'ଣ କି ଆଜି କାଲିକି ଆସିଲେ ଆସିବ ବୋଧେ। ପାପଡ଼ାହାଣ୍ଡି ବାଲା ପାଇଲେଣି ବୋଲେ ଆମେ କାଲିକି ଆସିବ, କାଲି ଆସିଥିବ ବୋଧେ, ସେଟା ଡାକରେ ଆସିନାହିଁ, କାଲିକି ଆସିଲେ ଆସିବ। ହଁ ସେଠି ପାପଡ଼ାହାଣ୍ଡି ସେଠି ଆସିବ କି ନାହିଁ, ଆମର ଏଠିକୁ ଆଉ ଆସିନାହିଁ। ଆଉ କାଲି ଛୁଟି, ଆଜି ଛୁଟି ଯେହେତୁ ରହିଗଲା ଆଜି ଆସିଥାନ୍ତା, ପାପଡ଼ାହାଣ୍ଡି ଆସିଲାଣି, ଆମେ ଏଠି କାଲିକି ପାଇବା। ମୁଁ ସେ ପତ୍ରିକା ଧରିକି ଆସିବି ବୋଲି ଭୁଲିଗଲି ହେଲା। ତ ପତ୍ରିକା ମଧ୍ୟ ଆମର ସରିଗଲାଣି। ଏଇ ମାସରେ କ'ଣ ଅଛି, ଗୋଟେ କେଉଁ ମାସରେ ଅଛି ସେଟା। ପତ୍ରିକା ପାଇଁ ସମସ୍ତ ଭାଇକୁ ନିବେଦନ ଯଦି 200 ଦେଲେ ପତ୍ରିକା ଆଥରେ ଚାଲିବ। ତ ଏବେ ବୋଧେ ସେପ୍ଟେମ୍ବରରେ ସେଟା ପୁରି ଯାଉଛି। ଏ ମାସରେ ଆମର ପତ୍ରିକା ବନ୍ଦ ହେଇଯିବ ହେଲା। ତ ସେଥିପାଇଁ 200 କରିକିନା ଆଉ ଥରେ ପତ୍ରିକା ପାଇଁ ଆମକୁ ପଠାଇ ଦେବାକୁ ପଡ଼ିବ। ପତ୍ରିକା ଚାଲୁ। ଗୁରୁଦେବ କହୁଛନ୍ତି ମୁଁ ପତ୍ରିକାର ଆକାରରେ ହିଁ ତମର ଘରେ ଘରେ ଅଛି କହୁଛନ୍ତି। ଗୁରୁଦେବଙ୍କର ପ୍ରତ୍ୟେକ ତାମାନେ ଶକ୍ତିଟା ପତ୍ରିକା ଆକାରରେ ଅଛି ପୁଣି ଆମର ଘରେ। ତାକୁ ଅନ୍ତତଃ ଟିକେ ଟିକେ ପଢ଼। ବେଶୀ କିଛି ନ ପଢ଼ି ପାରିଲେ ଟିକେ ଟିକେ ଯଦି ଶ୍ରଦ୍ଧା ଏତେ ରହୁନାହିଁ, ଟାଇମ୍ ବି ହେଉନାହିଁ, ଟିକେ ଟିକେ